ଓମ୍ ଶାନ୍ତି। 16 ଜାନୁଆରୀ 2025 ପ୍ରାତଃ ମୁରଲୀ। ବାବା କହୁଛନ୍ତି ମିଠେ ବଚ୍ଚେ ଯୋଗର ଚାଟ୍ ରଖ। ଯେତିକି ଯେତିକି ଯୋଗଯୁକ୍ତ ସ୍ଥିତିରେ ରହିବାର ଅଭ୍ୟାସ ହୋଇ ଚାଲିବ ସେତେ ସେତେ ପାପ କଟି ଚାଲିବ, କର୍ମାତୀତ ଅବସ୍ଥା ନିକଟତର ହୋଇଯିବ। ଯୋଗର ଚାଟ୍ ରଖ। ଯେତିକି ଯେତିକି ଯୋଗଯୁକ୍ତ ସ୍ଥିତିରେ ରହିବାର ଅଭ୍ୟାସ ହୋଇ ଚାଲିବ ସେତେ ସେତେ ପାପ କଟି ଚାଲିବ, କର୍ମାତୀତ ଅବସ୍ଥା ନିକଟତର ହୋଇଯିବ। ପ୍ରଶ୍ନ: ଯୋଗର ଚାଟ୍ ଠିକ୍ ଅଛି କି ନାହିଁ, ଏହାର ଚିହ୍ନଟ କେଉଁ ଚାରୋଟି କଥାରୁ କରାଯାଇଥାଏ? ଯୋଗର ଚାଟ୍ ଠିକ୍ ଅଛି କି ନାହିଁ, ଏହାର ଚିହ୍ନଟ କେଉଁ ଚାରୋଟି କଥାରୁ କରାଯାଇଥାଏ? ଉତ୍ତର: 1. ଆସାମୀ ବ୍ୟକ୍ତିତ୍ୱ, 2. ଚାଲିଚଳଣି, 3. ସେବା ଏବଂ 4. ଖୁସି। ବାପ୍ ଦାଦା ଏହି ଚାରୋଟି କଥାକୁ ଦେଖି କହିଥାନ୍ତି କି ଏହାଙ୍କର ଚାଟ୍ ଠିକ୍ ଅଛି କି ନାହିଁ। ଯେଉଁ ପିଲାମାନେ ମ୍ୟୁଜିୟମ ଅଥବା ପ୍ରଦର୍ଶନୀ ବୁଝାଇବାର ସେବାରେ ରହୁଛନ୍ତି, ଯାହାଙ୍କର ଚାଲିଚଳଣି ରାଜକୀୟ ଅଟେ, ଯେଉଁମାନେ ବହୁତ ଖୁସିରେ ରହୁଛନ୍ତି, ସେମାନଙ୍କର ନିଶ୍ଚିତ ଭାବରେ ଚାଟ୍ ଠିକ୍ ଥିବ। ଗୀତ: ମୁଖଡ଼ା ଦେଖିଲେ ପ୍ରାଣୀ ଜରା ଦର୍ପଣ ମେ। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ ଏହାର ଅର୍ଥ ମଧ୍ୟ ଜାଣିବା ଉଚିତ ଯେ କେତେ ପାପ ବାକି ରହିଲା, କେତେ ପୁଣ୍ୟ ଜମା ହେଲା, ଅର୍ଥାତ୍ ଆତ୍ମାକୁ ସତ୍ତ୍ୱ ପ୍ରଧାନ ହେବା ପାଇଁ କେତେ ସମୟ ବାକି ରହିଲା। ଏବେ କେତେ ପର୍ଯ୍ୟନ୍ତ ପବିତ୍ର ହୋଇଛ ଏକଥା ତ ବୁଝିପାରୁଛ ନା। ଚାଟ୍ରେ କେହି ଲେଖୁଛନ୍ତି ମୁଁ 2-3 ଘଣ୍ଟା ବାବାଙ୍କୁ ମନେ ପକାଉଛି, କେହି ପୁଣି ଲେଖୁଛନ୍ତି ମୁଁ 1 ଘଣ୍ଟା ମନେ ପକାଉଛି। ଏହା ତ ବହୁତ କମ୍ ହୋଇଗଲା। ବାବାଙ୍କୁ କମ୍ ସମୟ ମନେ ପକାଇଲେ କମ୍ ପାପ କଟିବ। ଏବେ ତ ବହୁତ ପାପ ଅଛି ନା, ଯାହାକି କଟି ନାହିଁ। ଆତ୍ମାକୁ ହିଁ ପ୍ରାଣୀ ବୋଲି କୁହାଯାଏ। ତେଣୁ ଏବେ ବାବା କହୁଛନ୍ତି, ହେ ଆତ୍ମା, ନିଜକୁ ପଚାର ଏହି ହିସାବରେ କେତେ ପାପ କଟିଥିବ। ଚାଟ୍ ଦ୍ୱାରା ଜଣା ପଡ଼ିଥାଏ ଆମେ କେତେ ପୁଣ୍ୟାତ୍ମା ହୋଇଛୁ। ଏକଥା ତ ବାବା ବୁଝାଉଛନ୍ତି ଯେ ଅନ୍ତିମ ସମୟରେ ହିଁ କର୍ମାତୀତ ଅବସ୍ଥା ହେବ। ବାବାଙ୍କୁ ମନେ ପକାଇବାର ଅଭ୍ୟାସ ହୋଇଗଲେ ପୁଣି ଅଧିକ ପାପ କଟିବାରେ ଲାଗିବ। ନିଜର ଯାଞ୍ଚ କରିବା ଦରକାର ଯେ ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହୁଛି। ଏଥିରେ ଗପ ଫୁଟାଣି ମାରିବାର କୌଣସି କଥା ହିଁ ନାହିଁ। ଏଠାରେ ତ ନିଜର ଯାଞ୍ଚ କରିବାକୁ ହେବ। ନିଜର ଚାଟ୍ ଲେଖି ବାବାଙ୍କୁ ଦେଲେ ବାବା ତୁରନ୍ତ କହିପାରିବେ ଯେ ଏହି ଚାଟ୍ ଠିକ୍ ଅଛି ନା ନାହିଁ। ଆସାମୀ, ଚାଲିଚଳଣି, ସେବା ଓ ଖୁସିକୁ ଦେଖି ବାବା ତୁରନ୍ତ ବୁଝି ଯାଆନ୍ତି ଯେ ୟାଙ୍କର ଚାଟ୍ କିପରି ଥିବ। ନିରନ୍ତର ସ୍ମୃତି କେଉଁ ସନ୍ତାନମାନଙ୍କର ରହୁଥିବ। ଯେଉଁମାନେ ମ୍ୟୁଜିୟମ ଅଥବା ପ୍ରଦର୍ଶନୀର ସେବାରେ ରହୁଛନ୍ତି, ମ୍ୟୁଜିୟମକୁ ତ ସାରା ଦିନ ଯିବା ଆସିବା ଲାଗି ରହିଥାଏ। ଦିଲ୍ଲୀକୁ ତ ବହୁତ ଆସିବେ। ବାରମ୍ବାର ବାବାଙ୍କ ପରିଚୟ ଦେବାକୁ ପଡ଼ିଥାଏ। ଧରିନିଅ କାହାକୁ ତୁମେ କହୁଛ ବିନାଶ ହେବା ପାଇଁ ଆଉ ଅଳ୍ପ ବର୍ଷ ବାକି ଅଛି। ସେମାନେ କହୁଛନ୍ତି ଏହା କିପରି ହୋଇପାରିବ। ତୁରନ୍ତ କହିବା ଦରକାର ଏହା ଆମେ କହୁନାହୁଁ, ଭଗବାନ ବାଚ ଅଟେ ନା। ଭଗବାନ ବାଚ ତ ନିଶ୍ଚିତ ସତ୍ୟ ହିଁ ହେବ ନା। ସେଥିପାଇଁ ବାବା ବୁଝାଉଛନ୍ତି ବାରମ୍ବାର କୁହ, ଏହା ଶିବ ବାବାଙ୍କ ଶ୍ରୀମତ ଅଟେ। ଆମେ କହୁନାହୁଁ, ଶ୍ରୀମତ ତାଙ୍କର ଅଟେ। ସେ ହିଁ ସତ୍ୟ ଅଟନ୍ତି। ପ୍ରଥମେ ତ ବାବାଙ୍କ ପରିଚୟ ନିଶ୍ଚିତ ଦେବାକୁ ପଡ଼ିବ। ସେଥିପାଇଁ ବାବା କହୁଛନ୍ତି ପ୍ରତ୍ୟେକ ଚିତ୍ରରେ ଲେଖିଦିଅ ଶିବ ଭଗବାନ ବାଚ। ସିଏ ତ ସଠିକ୍ ହିଁ କହିବେ। ଆମେ କ'ଣ ଜାଣିଥିଲୁ କି? ବାବା କହୁଥିବାରୁ ଆମେ କହୁଛୁ। କେବେ କେବେ ଖବର କାଗଜରେ ମଧ୍ୟ ବାହାର କରିଥାନ୍ତି ଯେ ଅମୁକ ଭବିଷ୍ୟତବାଣୀ କରିଛନ୍ତି ଯେ ବିନାଶ ଜଲ୍ଦି ହେବ। ବର୍ତ୍ତମାନ ତ ତୁମେ ବେହଦ ପାରଲୌକିକ ବାବାଙ୍କର ସନ୍ତାନ ଅଟ। ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ତ ବେହଦର ଅଟନ୍ତି ନା। ତୁମେ କହୁଛ ଆମେ ବେହଦ ବାବାଙ୍କର ସନ୍ତାନ ଅଟୁ। ସିଏ ହିଁ ପତିତ ପାବନ ଜ୍ଞାନର ସାଗର ଅଟନ୍ତି। ପ୍ରଥମେ ଏହି କଥା ବୁଝାଇ ପକ୍କା କରି ପୁଣି ଆଗକୁ ବୁଝାଇବା ଉଚିତ। ଶିବ ବାବା ଏକଥା କହିଛନ୍ତି, ଯାଦବ କୌରବ ଆଦିଙ୍କର ବିନାଶ କାଳେ ବିପରୀତ ବୁଦ୍ଧି।
ଶିବ ବାବାଙ୍କ ନାମ ବାରମ୍ବାର କହିଥିଲେ ଏହାଦ୍ୱାରା ପିଲାମାନଙ୍କର ହିଁ କଲ୍ୟାଣ ହେବ ଏବଂ ତା ସହିତ ଶିବ ବାବାଙ୍କର ସ୍ମୃତି ମଧ୍ୟ ରହିବ। ବାବା ଯାହା ତୁମକୁ ବୁଝାଇଛନ୍ତି ତାହା ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଇ ଚାଲ। ତେବେ ସେବାଧାରୀମାନଙ୍କର ଚାଟ ଭଲ ରହୁଥିବ। ସେମାନେ ସାରା ଦିନରେ 8 ଘଣ୍ଟା ସେବାରେ ବ୍ୟସ୍ତ ରହିଥାନ୍ତି। ଅତି ବେଶୀରେ 1 ଘଣ୍ଟା ବିଶ୍ରାମ ନେଉଥିବେ। ତଥାପି ବି 7 ଘଣ୍ଟା ତ ସେବାରେ ରହିଥାନ୍ତି ନା। ତେଣୁ ବୁଝିବା ଦରକାର ଯେ ତାଙ୍କର ବିକର୍ମ ବହୁତ ବିନାଶ ହେଉଥିବ। ବହୁତଙ୍କୁ ଘଡ଼ି ଘଡ଼ି ବାବାଙ୍କର ପରିଚୟ ଦେଉଛନ୍ତି। ତେଣୁ ଏପରି ସେବାଧାରୀ ସନ୍ତାନମାନେ ନିଶ୍ଚିତ ଭାବେ ବାବାଙ୍କର ମଧ୍ୟ ପ୍ରିୟ ହୋଇଥାନ୍ତି। ବାବା ଦେଖୁଛନ୍ତି ଇଏ ତ ଅନେକଙ୍କର କଲ୍ୟାଣ କରୁଛନ୍ତି। ରାତିଦିନ ୟାଙ୍କର ଏହି ଚିନ୍ତନ ରହିଛି, ମୋତେ ଅନେକଙ୍କର କଲ୍ୟାଣ କରିବାକୁ ହେବ। ବହୁତଙ୍କର କଲ୍ୟାଣ କରିବାର ଅର୍ଥ ନିଜର କଲ୍ୟାଣ କରିବା। ସେହିମାନଙ୍କୁ ହିଁ ବୃତ୍ତି ମିଳିବ ଯିଏ ବହୁତଙ୍କର କଲ୍ୟାଣ କରୁଛନ୍ତି। ଏହା ହିଁ ପିଲାମାନଙ୍କର ଧନ୍ଦା ଅଟେ। ଶିକ୍ଷକ ହୋଇ ଅନେକଙ୍କୁ ରାସ୍ତା ବତାଇବାକୁ ହେବ। ପ୍ରଥମତଃ ଏହି ଜ୍ଞାନକୁ ପୁରା ଧାରଣ କରିବାକୁ ପଡ଼ିବ। କାହାର କଲ୍ୟାଣ କରୁନଥିଲେ ବୁଝାଯାଏ ୟାଙ୍କ ଭାଗ୍ୟରେ ନାହିଁ। ପିଲାମାନେ କହୁଛନ୍ତି ବାବା ଆମକୁ ଚାକିରିରୁ ମୁକ୍ତ କର, ଆମେ ଏହି ସେବାରେ ଲାଗିଯିବୁ। ବାବା ମଧ୍ୟ ଦେଖିବେ ବାସ୍ତବରେ ଇଏ ସେବା ଯୋଗ୍ୟ ବି ଅଟନ୍ତି, ଏକ ବନ୍ଧନ ମୁକ୍ତ ମଧ୍ୟ ଅଟନ୍ତି। ତେବେ ଯାଇ କହିବେ ଭଲେ 500,000 ରୋଜଗାର କରିବା ଅପେକ୍ଷା ଏହି ସେବାରେ ଲାଗି ବହୁତଙ୍କର କଲ୍ୟାଣ କର। ଯଦି ବା ତୁମେ ବନ୍ଧନ ମୁକ୍ତ ଅଛ, ତେବେ ବି ବାବା ସେବା କରିବାର ଯୋଗ୍ୟତା ଥିବାରେ ଦେଖିଲେ ହିଁ ରାୟ ଦେବେ। ସେବାଧାରୀ ସନ୍ତାନମାନଙ୍କୁ ତ ସବୁ ସ୍ଥାନକୁ ଡାକିଥାନ୍ତି। ସ୍କୁଲରେ ଛାତ୍ରମାନେ ପଢ଼ିଥାନ୍ତି ନା, ଏହା ମଧ୍ୟ ପାଠ ପଢ଼ା ଅଟେ। ଏହା କୌଣସି ସାଧାରଣ ମତ ନୁହେଁ। ସତ ଅର୍ଥାତ୍ ଯିଏ ସତ୍ୟ କହିଥାନ୍ତି। ଆମେ ଶ୍ରୀମତ ଅନୁସାରେ ଆପଣଙ୍କୁ ଏକଥା ବୁଝାଉଛୁ। ଈଶ୍ୱରଙ୍କ ମତ ଏବେ ହିଁ ତୁମକୁ ମିଳୁଛି। ବାବା କହୁଛନ୍ତି ତୁମକୁ ଘରକୁ ଫେରିଯିବାକୁ ହେବ। ଏବେ ଅବିନାଶୀ ସୁଖର ସମ୍ପତ୍ତି ନିଅ। କଳ୍ପ କଳ୍ପ ତୁମକୁ ସମ୍ପତ୍ତି ମିଳି ଆସୁଛି। କାହିଁକି ନା ସ୍ୱର୍ଗର ସ୍ଥାପନା ତ କଳ୍ପ କଳ୍ପ ହେଉଛି ନା। ଏହି କଥା କେହି ଜାଣି ନାହାନ୍ତି ଯେ ଏହି ସୃଷ୍ଟିଚକ୍ର 5,000 ବର୍ଷର ଅଟେ। ମନୁଷ୍ୟ ତ ବିଲକୁଲ ହିଁ ଘୋର ଅନ୍ଧକାରରେ ଅଛନ୍ତି। ତୁମେ ଏବେ ସମ୍ପୂର୍ଣ୍ଣ ଆଲୋକରେ ଅଛ। ସ୍ୱର୍ଗର ସ୍ଥାପନା ତ ବାବା ହିଁ କରିବେ। ଏକଥା ତ ଗାୟନ ରହିଛି ଯେ ପାଳ ଗଦାରେ ନିଆଁ ଲାଗିଗଲାଣି, ତେବେ ମଧ୍ୟ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି। ତୁମେମାନେ ଜାଣିଛ ବେହଦର ପିତା ଜ୍ଞାନର ସାଗର ଅଟନ୍ତି। ସର୍ବୋଚ୍ଚ ବାବାଙ୍କର କର୍ତ୍ତବ୍ୟ ମଧ୍ୟ ସର୍ବୋଚ୍ଚ ଅଟେ। ଏପରି ନୁହେଁ ଯେ ଈଶ୍ୱର ତ ସମର୍ଥ ଅଟନ୍ତି, ଯାହା ଚାହିଁବେ ତାହା କରିପାରିବେ। ନା, ଏହିପରି ଅନାଦି ଡ୍ରାମା ତିଆରି ହୋଇଛି। ସବୁକିଛି ଡ୍ରାମା ଅନୁସାରେ ହିଁ ଚାଲୁଛି। ଯୁଦ୍ଧ ସମୟରେ କେତେ ମୃତ୍ୟୁବରଣ କରୁଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏଥିରେ ଭଗବାନ କ'ଣ କରିପାରିବେ? ଭୂମିକମ୍ପ ଇତ୍ୟାଦି ହେଲେ କେତେ ଚିତ୍କାର କରିଥାନ୍ତି, ହେ ଭଗବାନ। କିନ୍ତୁ ଭଗବାନ କ'ଣ କରିପାରିବେ? ଭଗବାନଙ୍କୁ ତ ତୁମେ ଡାକିଛ ଆସି ବିନାଶ କର। ତୁମେ ତାଙ୍କୁ ପତିତ ଦୁନିଆକୁ ଡାକିଛ। କହୁଛ ନୂଆ ଦୁନିଆର ସ୍ଥାପନା କରି ସମସ୍ତଙ୍କର ବିନାଶ କର। ମୁଁ କରୁନାହିଁ। ଏହା ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ରକ୍ତର ହୋଲି ଖେଳ ହେବ। ଏଥିରେ ରକ୍ଷା କରିବାର କୌଣସି କଥା ହିଁ ନାହିଁ। ତୁମେ କହୁଛ ଦୁନିଆକୁ ପବିତ୍ର କର। ତେବେ ନିଶ୍ଚିତ ପତିତ ଆତ୍ମାମାନେ ଯିବେ ନା? କେହି କେହି ତ ବିଲକୁଲ ବୁଝୁନାହାନ୍ତି। ଶ୍ରୀମତର ଅର୍ଥ ମଧ୍ୟ ବୁଝୁନାହାନ୍ତି। ଭଗବାନ କ'ଣ କିଛି ହେଲେ ବୁଝିପାରୁନାହାନ୍ତି। କୌଣସି ପିଲା ଯଦି ଠିକରେ ପାଠ ନ ପଢ଼ନ୍ତି, ତେବେ ମାତା ପିତା କୁହନ୍ତି ତୁମେ ତ ପଥର ବୁଦ୍ଧି ଅଟ। ସତ୍ୟ ଯୁଗରେ ତ ଏପରି କହିବେ ନାହିଁ। କଳି ଯୁଗରେ ହିଁ ପଥର ବୁଦ୍ଧି ହୋଇଯାଇଛନ୍ତି। ଏଠାରେ କେହି ପାରସ ବୁଦ୍ଧି, ପାରସ ମଣି ଭଳି ବୁଦ୍ଧି ହୋଇପାରିବେ ନାହିଁ। ଆଜିକାଲି ତ ଦେଖ ମନୁଷ୍ୟମାନେ କ'ଣ କ'ଣ ସବୁ କରି ଚାଲିଛନ୍ତି। ଅସ୍ତ୍ରୋପଚାରରେ ଗୋଟିଏ ହୃଦୟ ହାର୍ଟ ବାହାର କରି ଆଉ ଗୋଟିଏ ରୋପଣ କରି ଦେଉଛନ୍ତି। ଆଚ୍ଛା, ଏତେ ମେହନତ କରି ଏପରି କଲ, କିନ୍ତୁ ଏହା ଦ୍ୱାରା ଲାଭ କ'ଣ? ଅତି ବେଶୀରେ ଆଉ ଅଳ୍ପ କିଛି ଦିନ ଅଧିକ ବଞ୍ଚି ରହିବ। ବହୁତ ରିଦ୍ଧି ସିଦ୍ଧି ତନ୍ତ୍ର ବିଦ୍ୟା ଶିଖି ଆସୁଛନ୍ତି, ଫାଇଦା ତ କିଛି ହେଉନାହିଁ। ସେଥିପାଇଁ ହିଁ ଭଗବାନଙ୍କୁ ମନେ ପକାଉଛନ୍ତି ଯେ ଆସି ଆମକୁ ପବିତ୍ର ଦୁନିଆର ମାଲିକ କର। ଆମେ ପତିତ ଦୁନିଆରେ ରହି ବହୁତ ଦୁଃଖୀ ହୋଇଯାଇଛୁ।
ସତ୍ୟ ଯୁଗରେ ତ କୌଣସି ରୋଗ ହେବ ନାହିଁ କି ଦୁଃଖର କୌଣସି କଥା ରହିବ ନାହିଁ। ଏବେ ବାବାଙ୍କ ଦ୍ୱାରା ତୁମେ କେତେ ଉଚ୍ଚ ପଦ ପ୍ରାପ୍ତ କରୁଛ। ଏଠାରେ ମଧ୍ୟ ମନୁଷ୍ୟ ପାଠପଢ଼ା ଦ୍ୱାରା ହିଁ ଉଚ୍ଚ ଡିଗ୍ରୀ ପ୍ରାପ୍ତ କରୁଛନ୍ତି, ବହୁତ ଖୁସିରେ ରହୁଛନ୍ତି। ତୁମେ ସନ୍ତାନମାନେ ବୁଝୁଛ ଏମାନେ ତ ଆଉ ଅଳ୍ପ ଦିନ ବଞ୍ଚିବେ। ମୁଣ୍ଡ ଉପରେ ବହୁତ ପାପର ବୋଝ ରହିଛି, ବହୁତ ଦଣ୍ଡ ଭୋଗ କରିବେ। ନିଜକୁ ପତିତ ତ କହୁଛନ୍ତି ନା, ବିକାରଗ୍ରସ୍ତ ହେବାକୁ ପାପ ବୋଲି ଭାବୁନାହାନ୍ତି। ପାପ ଆତ୍ମା ତ ହେଉଛନ୍ତି ନା, କହୁଛନ୍ତି ଗୃହସ୍ଥ ଆଶ୍ରମ ତ ଅନାଦି କାଳରୁ ଚାଲି ଆସୁଛି। ତାଙ୍କୁ ବୁଝାଇ ଦିଆଯାଇଛି ସତ୍ୟଯୁଗ ତ୍ରେତା ଯୁଗରେ ହିଁ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା। ତାଙ୍କୁ ବୁଝାଇ ଦିଆଯାଉଛି ସତ୍ୟଯୁଗ ତ୍ରେତା ଯୁଗରେ ହିଁ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା। ସେଠାରେ ପାପ ଆତ୍ମାମାନେ ନଥିଲେ, ଏଠାରେ ପାପ ଆତ୍ମାମାନେ ଅଛନ୍ତି, ସେଥିପାଇଁ ଦୁଃଖୀ ହୋଇଯାଇଛନ୍ତି। ଏଠାରେ ତ ଅଳ୍ପ କାଳର ସୁଖ ରହିଛି। ରୋଗ ହେଲା ଏବଂ ମୃତ୍ୟୁବରଣ କଲେ। ମୃତ୍ୟୁ ତ ପାଟି ଖୋଲା କରି ଛିଡ଼ା ହୋଇଛି, ଅଚାନକ ହୃଦଘାତ ହୋଇଯାଉଛି। ଏଠାରେ ତ ସୁଖ କାକ ବିଷ୍ଠା ସମାନ, ସେଠାରେ ତ ତୁମକୁ ଅସରନ୍ତି ସୁଖ ମିଳିବ। ତୁମେ ସାରା ବିଶ୍ୱର ମାଲିକ ହେଉଛ। କୌଣସି ବି ପ୍ରକାରର ଦୁଃଖ ହେବ ନାହିଁ, ନା ଗରମ ହେବ ନା ଥଣ୍ଡା ହେବ। ସର୍ବଦା ବସନ୍ତ ଋତୁ ରହିବ। ତତ୍ତ୍ୱ ମଧ୍ୟ ବ୍ୟବସ୍ଥିତ ହୋଇ ରହିବେ। ସ୍ୱର୍ଗ ତ ସ୍ୱର୍ଗ ହିଁ ଅଟେ, ଏଥିରେ ରାତି ଦିନର ଫରକ ରହିଛି। ତୁମେ ସ୍ୱର୍ଗର ସ୍ଥାପନା କରିବା ପାଇଁ ହିଁ ବାବାଙ୍କୁ ଡାକୁଛ। କହୁଛ ଆସି ପବିତ୍ର ଦୁନିଆ ସ୍ଥାପନ କର, ଆମକୁ ପବିତ୍ର କର। ତେଣୁ ପ୍ରତ୍ୟେକ ଚିତ୍ରରେ ଶିବ ଭଗବାନ ବାଚ ଲେଖା ହେବା ଉଚିତ। ଏହାଦ୍ୱାରା ସବୁବେଳେ ଶିବ ବାବା ମନେ ପଡ଼ିବେ, ଜ୍ଞାନ ମଧ୍ୟ ଦେଇ ଚାଲିବେ। ମ୍ୟୁଜିୟମ, ସଂଗ୍ରହାଳୟ ଅଥବା ପ୍ରଦର୍ଶନୀର ସେବାରେ ଜ୍ଞାନ ଏବଂ ଯୋଗ ଉଭୟ ଏକତ୍ର ଚାଲିଥାଏ। ଯୋଗରେ ରହିବା ଦ୍ୱାରା ନିଶା ଚଢ଼ିବ। ତୁମେ ପବିତ୍ର ହୋଇ ସାରା ବିଶ୍ୱକୁ ପବିତ୍ର କରୁଛ। ଯେତେବେଳେ ତୁମେ ପବିତ୍ର ହୋଇଯିବ, ସେତେବେଳେ ନିଶ୍ଚିତ ତୁମ ପାଇଁ ସୃଷ୍ଟି ମଧ୍ୟ ପବିତ୍ର ହେବା ଦରକାର। ଶେଷ ସମୟରେ ବିନାଶର ସମୟ ହୋଇଥିବା କାରଣରୁ ସମସ୍ତଙ୍କର ହିସାବ କିତାବ ଚୁକ୍ତ ହୋଇଯିବ। ତୁମ ପାଇଁ ମୋତେ ନୂଆ ସୃଷ୍ଟିର ଉଦ୍ଘାଟନ କରିବାକୁ ପଡ଼ୁଛି। ପୁଣି ଶାଖା ଖୋଲି ଚାଲିଛି। ପବିତ୍ର କରାଇବା ପାଇଁ ନୂଆ ଦୁନିଆ ସତ୍ୟ ଯୁଗର ମୂଳ ଦୁଆ ତ ବାବାଙ୍କ ବିନା କେହି ପକାଇ ପାରିବେ ନାହିଁ। ତେଣୁ ଏଭଳି ବାବାଙ୍କୁ ମନେ ମଧ୍ୟ ପକାଇବା ଦରକାର। ତୁମେ ମ୍ୟୁଜିୟମ ଆଦିର ଉଦ୍ଘାଟନ ବଡ଼ ଲୋକଙ୍କ ଦ୍ୱାରା କରାଇଲେ ଅଧିକ ପ୍ରଚାର ହେବ। ଲୋକମାନେ ଜାଣିବେ ଏଠାକୁ ଏମାନେ ମଧ୍ୟ ଆସୁଛନ୍ତି। କେହି କେହି କହୁଛନ୍ତି ତୁମେ ଲେଖି କରି ଦିଅ। ଆମେ କହିବୁ ଇଏ ମଧ୍ୟ ଭୁଲ ହୋଇଯାଉଛି। ଭଲ ଭାବରେ ବୁଝି ମୌଖିକ ଭାବେ କହିବା ତ ବହୁତ ଭଲ। କେହି କେହି ତ ଭାଷଣ ମଧ୍ୟ ସଠିକ୍ ହେବା ପାଇଁ ହାତ ଲେଖା ପଢ଼ି ଶୁଣାଇଥାନ୍ତି। ତୁମ ସନ୍ତାନମାନଙ୍କୁ ତ ମୌଖିକ ଭାବେ ବୁଝାଇବାକୁ ପଡ଼ିବ। ତୁମ ଆତ୍ମାରେ ତ ସମସ୍ତ ଜ୍ଞାନ ରହିଛି ନା, ପୁଣି ତୁମେ ଅନ୍ୟମାନଙ୍କୁ ଦେଉଛ, ଯାହାଦ୍ୱାରା ପ୍ରଜାମାନଙ୍କର ବୃଦ୍ଧି ହୋଇ ଚାଲିଛି। ଲୋକ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି ନା, ସବୁ ଜିନିଷ ବଢ଼ି ଚାଲିଛି। ସାରା ବୃକ୍ଷ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲାଣି। ଯେଉଁମାନେ ଆମ ଧର୍ମର ହୋଇଥିବେ ସେମାନେ ବାବାଙ୍କୁ ଜାଣିଯିବେ। କ୍ରମାନୁସାରେ ତ ରହିବେ ନା, ସମସ୍ତେ ଏକାପରି ପଢ଼ିପାରିବେ ନାହିଁ। କେହି ତ 100 ନମ୍ବରରୁ 1 ନମ୍ବର ମଧ୍ୟ ପାଇବେ। ଅଳ୍ପ ଶୁଣିଲେ 1 ମାର୍କ ମିଳିଗଲା, ତେବେ ସ୍ୱର୍ଗକୁ ଚାଲିଯିବେ। ଏହା ହେଉଛି ବେହଦର ପାଠପଢ଼ା, ଯାହାକୁ ବେହଦର ବାବା ହିଁ ପଢ଼ାଉଛନ୍ତି। ଯେଉଁମାନେ ଏହି ଧର୍ମର ହୋଇଥିବେ ସେମାନେ ବାବାଙ୍କର ହୋଇଯିବେ। ପ୍ରଥମେ ତ ସମସ୍ତଙ୍କୁ ନିଜର ମୁକ୍ତିଧାମ ଘରକୁ ଯିବାକୁ ହେବ, ପୁଣି କ୍ରମାନୁସାରେ ଏଠାକୁ ଚାଲି ଆସିବେ। କେହି କେହି ତ ତ୍ରେତାର ଅନ୍ତରେ ମଧ୍ୟ ଆସିବେ। ଯଦିଓ ବ୍ରାହ୍ମଣ ହେବେ, କିନ୍ତୁ ସବୁ ବ୍ରାହ୍ମଣ ସତ୍ୟ ଯୁଗକୁ ଯିବେ ନାହିଁ। ତ୍ରେତା ଯୁଗର ଶେଷ ପର୍ଯ୍ୟନ୍ତ ମଧ୍ୟ ଆସିବେ। ଏହି କଥା ବୁଝିବା ଦରକାର। ବାବା ଜାଣିଛନ୍ତି ରାଜଧାନୀ ସ୍ଥାପନ ହେଉଛି। ସମସ୍ତେ ଏକା ଭଳି ହୋଇପାରିବେ ନାହିଁ। ରାଜଧାନୀରେ ତ ଭିନ୍ନ ଭିନ୍ନ ପ୍ରକାରର ପଦ ଦରକାର ନା। ପ୍ରଜାଙ୍କୁ ବାହାର ବାଲା କୁହାଯାଏ। ବାବା ବୁଝାଇଥିଲେ ସେଠାରେ ମନ୍ତ୍ରୀ ଆଦିଙ୍କର ଆବଶ୍ୟକତା ପଡ଼ିବ ନାହିଁ। ସେମାନଙ୍କୁ ଏବେ ଶ୍ରୀମତ ମିଳିଯାଇଛି, ଯାହାଦ୍ୱାରା ଏପରି ହୋଇଛନ୍ତି। ସେମାନେ କାହାଠାରୁ ରାୟ ନେବେ ନାହିଁ। ମନ୍ତ୍ରୀ ଆଦି କେହି ରହିବେ ନାହିଁ। ପୁଣି ଯେତେବେଳେ ପତିତ ହେବେ, ସେତେବେଳେ ଜଣେ ମନ୍ତ୍ରୀ, ଜଣେ ରାଜା ରାଣୀ ରହିବେ। ଏବେ ତ କେତେ ମନ୍ତ୍ରୀ ରହିଛନ୍ତି। ଏଠାରେ ତ ପଞ୍ଚାୟତି ରାଜ୍ୟ ଚାଲିଛି ନା। ଜଣଙ୍କର ମତ ଅନ୍ୟ ଜଣଙ୍କ ସହିତ ମିଶୁନାହିଁ।
ଜଣକ ସହିତ ବନ୍ଧୁତ୍ୱ ରଖ, ବୁଝାଅ, ତେବେ ସିଏ କାମ କରିଦେବେ। ଅନ୍ୟ କେହି ଯଦି ଆସିଲେ ତାଙ୍କ ମନକୁ ତୁମ କଥା ଯଦି ପସନ୍ଦ ନ ଆସିଲା ତେବେ କାମକୁ ଆହୁରି ବିଗାଡ଼ି ଦେବେ। ଜଣକର ବୁଦ୍ଧି ଅନ୍ୟ ଜଣକ ସହିତ ମିଶି ପାରିବ ନାହିଁ। ସେଠାରେ ତ ତୁମର ସବୁ କାମନା ପୂର୍ଣ୍ଣ ହୋଇଯିବ। ତୁମେ କେତେ ଦୁଃଖ ଭୋଗ କରିଛ, ଏହାର ନାମ ହିଁ ହେଉଛି ଦୁଃଖଧାମ। ଭକ୍ତି ମାର୍ଗରେ କେତେ ଧକ୍କା ଖାଇଛ, ଏହା ମଧ୍ୟ ଡ୍ରାମା ଅଟେ। ଯେତେବେଳେ ଦୁଃଖୀ ହୋଇ ଯାଉଛନ୍ତି ସେତେବେଳେ ବାବା ଆସି ସୁଖର ସମ୍ପତ୍ତି ଦେଉଛନ୍ତି। ବାବା ତୁମର ବୁଦ୍ଧିକୁ ଖୋଲି ଦେଇଛନ୍ତି। ମନୁଷ୍ୟମାନେ ତ କହୁଛନ୍ତି ସାହୁକାରମାନଙ୍କ ନିମନ୍ତେ ଏହା ସ୍ୱର୍ଗ ଏବଂ ଗରିବମାନଙ୍କ ପାଇଁ ନରକ ଅଟେ। ତୁମେ ଯଥାର୍ଥ ଭାବେ ଜାଣିଛ ସ୍ୱର୍ଗ କାହାକୁ କୁହାଯାଉଛି। ସତ୍ୟ ଯୁଗରେ କେହି ଦୟାର ସାଗର କହି ଡାକିବେ ନାହିଁ। ଏଠାରେ ଡାକୁଛନ୍ତି ଦୟା କର, ମୁକ୍ତ କର। ବାବା ହିଁ ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମକୁ ନେଇଯାଇଥାନ୍ତି। ଅଜ୍ଞାନ କାଳରେ ତୁମେ ମଧ୍ୟ କିଛି ଜାଣିନଥିଲ। ଯିଏ ନମ୍ବର 1 ତମ ପ୍ରଧାନ ହୋଇଥିଲେ ସିଏ ପୁଣି ନମ୍ବର 1 ସତ୍ୱ ପ୍ରଧାନ ହୋଇଥାନ୍ତି। ବ୍ରହ୍ମା ବାବା ନିଜର ବଡ଼ିମା କରୁନାହାନ୍ତି। ବଡ଼ ପଣିଆ ତ ଜଣକର ହିଁ ଅଟେ। ଲକ୍ଷ୍ମୀ ନାରାୟଣକୁ ମଧ୍ୟ ସିଏ ହିଁ ଏହିପରି କରିଛନ୍ତି ନା। ସିଏ ସର୍ବୋଚ୍ଚ ଭଗବାନ ଅଟନ୍ତି। ସିଏ ଆମକୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି। ବାବା ଜାଣିଛନ୍ତି ସମସ୍ତେ ତ ଶ୍ରେଷ୍ଠ ହୋଇପାରିବେ ନାହିଁ, ତଥାପି ମଧ୍ୟ ପୁରୁଷାର୍ଥ କରିବାକୁ ପଡ଼ିବ। ଏଠାକୁ ତୁମେ ନରରୁ ନାରାୟଣ ହେବା ପାଇଁ ହିଁ ଆସୁଛ। କହୁଛନ୍ତି ବାବା ଆମେ ତ ସ୍ୱର୍ଗର ବାଦଶାହୀ ନେବୁ। ଆମେ ସତ୍ୟ ନାରାୟଣଙ୍କ ସତ୍ୟ କଥା ଶୁଣିବାକୁ ଆସିଛୁ। ବାବା କହୁଛନ୍ତି ଆଚ୍ଛା, ତୁମ ମୁଖରେ ଗୁଲାବ ଜାମୁନ ଅର୍ଥାତ୍ ତୁମ ତୁଣ୍ଡ ସୁତୁଣ୍ଡ ହେଉ, ସେଥିପାଇଁ ମେହନତ କର। ସମସ୍ତେ ତ ଲକ୍ଷ୍ମୀ ନାରାୟଣ ହୋଇପାରିବେ ନାହିଁ। ଏହି ରାଜଧାନୀ ଏବେ ସ୍ଥାପନ ହେଉଛି। ରାଜବଂଶର ପ୍ରଜାବଂଶର ତ ବହୁତ ଆତ୍ମା ଦରକାର ନା। ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, କହୁଛନ୍ତି, ପୁଣି ଛାଡ଼ି ଚାଲି ଯାଉଛନ୍ତି, ପୁଣି ଫେରି ମଧ୍ୟ ଆସୁଛନ୍ତି। ଯେଉଁ ପିଲାମାନେ ନିଜର କିଛି ନା କିଛି ଉନ୍ନତି କରୁଛନ୍ତି ତେବେ ସିଏ ଉପରକୁ ଚଢ଼ୁଛନ୍ତି। ଗରିବମାନେ ହିଁ ସମର୍ପଣ ହୋଇଥାନ୍ତି। ଦେହ ସହିତ ଆଉ କିଛି ମଧ୍ୟ ମନେ ନ ପଡ଼ୁ, ଏହା ବହୁତ ବଡ଼ ଲକ୍ଷ୍ୟ ଅଟେ। ଯଦି କାହା ସହିତ ସମ୍ବନ୍ଧ ଯୋଡ଼ି ହୋଇଯିବ, ଯଦି କାହା ସହିତ ସମ୍ବନ୍ଧ ଯୋଡ଼ି ହୋଇଥିବ ତେବେ ସେ ନିଶ୍ଚିତ ମନେ ପଡ଼ିବେ। ବାବାଙ୍କର କ'ଣ ମନେ ପଡ଼ିବ? ସାରା ଦିନ ବେହଦରେ ହିଁ ବୁଦ୍ଧି ରହିଥାଏ। କେତେ ପରିଶ୍ରମ କରିବାକୁ ପଡ଼ୁଛି। ବାବା କହୁଛନ୍ତି ମୋ ପିଲାମାନଙ୍କ ମଧ୍ୟରେ ଉତ୍ତମ, ମଧ୍ୟମ, କନିଷ୍ଠ ମଧ୍ୟ ଅଛନ୍ତି। ଅନ୍ୟ କେହି ଆସିଲେ ବି ଜାଣିପାରନ୍ତି ଯେ ଇଏ ପତିତ ଦୁନିଆର ଅଟନ୍ତି। ତଥାପି ମଧ୍ୟ ଯଜ୍ଞରେ ସେବା କରୁଥିବାରୁ ସମ୍ମାନ ଦେବାକୁ ପଡ଼ିଥାଏ। ବାବା ଯୁକ୍ତିବାଜ ଅର୍ଥାତ୍ ଉପାୟ ବତାଇବା ବାଲା ତ ଅଟନ୍ତି ନା। ନହେଲେ ଇଏ ତ ଶାନ୍ତିର ସ୍ତମ୍ଭ, ସର୍ବଶ୍ରେଷ୍ଠ ପବିତ୍ରତାର ସ୍ତମ୍ଭ ଅଟନ୍ତି। ଯେଉଁଠାରେ ବି ପବିତ୍ରତାର ସାଗର ଶିବ ବାବା ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ସାରା ବିଶ୍ୱକୁ ପବିତ୍ର କରୁଛନ୍ତି। ଏଠାକୁ କେହି ପତିତ ଆସିପାରିବେ ନାହିଁ। କିନ୍ତୁ ବାବା କହୁଛନ୍ତି ମୁଁ ଆସିଛି ସବୁ ପତିତମାନଙ୍କୁ ପବିତ୍ର କରାଇବା ପାଇଁ। ଏହି ଖେଳରେ ମୋର ମଧ୍ୟ ପାର୍ଟ ରହିଛି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର ପ୍ରଥମ ପଏଣ୍ଟ। ନିଜର ଚାର୍ଟକୁ ଦେଖି ଯାଞ୍ଚ କରିବାକୁ ହେବ କି ମୋ ଦ୍ୱାରା କେତେ ପୁଣ୍ୟର ଖାତା ଜମା ହୋଇଛି, ଆତ୍ମା କେତେ ସତ୍ୱ ପ୍ରଧାନ ହୋଇଛି। ସର୍ବଦା ଯୋଗଯୁକ୍ତ ହୋଇ ରହି ସବୁ ହିସାବ କିତାବକୁ ଯୁକ୍ତ କରିବାକୁ ହେବ। ନିଜର ଚାର୍ଟକୁ ଦେଖି ଯାଞ୍ଚ କରିବାକୁ ହେବ କି ମୋ ଦ୍ୱାରା କେତେ ପୁଣ୍ୟର ଖାତା ଜମା ହୋଇଛି, ଆତ୍ମା କେତେ ସତ୍ୱ ପ୍ରଧାନ ହୋଇଛି। ସର୍ବଦା ଯୋଗଯୁକ୍ତ ହୋଇ ରହି ସବୁ ହିସାବ କିତାବକୁ ଯୁକ୍ତ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ପାଠ ପଢ଼ାରେ ବୃତ୍ତି ପାଇବା ପାଇଁ ଯୋଗ୍ୟ ସେବାଧାରୀ ହୋଇ ବହୁତଙ୍କର କଲ୍ୟାଣ କରିବାକୁ ହେବ। ବାବାଙ୍କର ପ୍ରିୟ ହେବାକୁ ପଡ଼ିବ। ଶିକ୍ଷକ ହୋଇ ବହୁତଙ୍କୁ ରାସ୍ତା ବତାଇବାକୁ ହେବ। ପାଠ ପଢ଼ାରେ ବୃତ୍ତି ପାଇବା ପାଇଁ ଯୋଗ୍ୟ ସେବାଧାରୀ ହୋଇ ବହୁତଙ୍କର କଲ୍ୟାଣ କରିବାକୁ ହେବ। ବାବାଙ୍କର ପ୍ରିୟ ହେବାକୁ ପଡ଼ିବ। ଶିକ୍ଷକ ହୋଇ ବହୁତଙ୍କୁ ରାସ୍ତା ବତାଇବାକୁ ହେବ। ବରଦାନ,
ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ସମ୍ପତ୍ତିର ଅଧିକାର ପ୍ରାପ୍ତ କରାଉଥିବା ଆକର୍ଷଣ ମୂରତି ହୁଅ। ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ସମ୍ପତ୍ତିର ଅଧିକାର ପ୍ରାପ୍ତ କରାଉଥିବା ଆକର୍ଷଣ ମୂରତି ହୁଅ। ଫରିସ୍ତା ସ୍ୱରୂପର ଏଭଳି ଚମକଦାର ପୋଷାକ ପିନ୍ଧି ଦିଅ ଯାହାକି ବହୁତ ଦୂର ପର୍ଯ୍ୟନ୍ତ ଆତ୍ମାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିବ ଏବଂ ସମସ୍ତଙ୍କୁ ଭିକାରୀ ପଣିଆରୁ ମୁକ୍ତ କରାଇ ସମ୍ପତ୍ତିର ଅଧିକାରୀ କରିଦେବ। ଏଥିପାଇଁ ତୁମେମାନେ ଜ୍ଞାନର ମୂର୍ତ୍ତି, ଯୋଗର ମୂର୍ତ୍ତି ତଥା ସର୍ବ ଦିବ୍ୟ ଗୁଣର ମୂର୍ତ୍ତି ହୋଇ ଉଡ଼ିବା କଳାରେ ସ୍ଥିତ ରହିବାର ଅଭ୍ୟାସକୁ ବଢ଼ାଇ ଚାଲ। ତୁମମାନଙ୍କର ଉଡ଼ିବାର କଳା ସମସ୍ତଙ୍କୁ ଚାଲୁଥିବା, ବୁଲୁଥିବା ଫରିସ୍ତା ତଥା ଦେବତା ସ୍ୱରୂପର ସାକ୍ଷାତକାର କରାଇବ। ଏହା ହିଁ ହେଉଛି ବିଧାତା ଏବଂ ବରଦାତା ପଣିଆର ସ୍ଥିତି। ସ୍ଲୋଗାନ: ଅନ୍ୟମାନଙ୍କର ମନର ଭାବକୁ ଅର୍ଥାତ୍ ଉଦ୍ଦେଶ୍ୟକୁ ଜାଣିବା ପାଇଁ ହେଲେ ସର୍ବଦା ମନ ଭାବର ସ୍ଥିତିରେ ସ୍ଥିତ ହୋଇ ରୁହ। ଅନ୍ୟମାନଙ୍କର ମନର ଭାବକୁ ଅର୍ଥାତ୍ ଉଦ୍ଦେଶ୍ୟକୁ ଜାଣିବା ପାଇଁ ହେଲେ ସର୍ବଦା ମନ୍ମନାଭବର ସ୍ଥିତିରେ ସ୍ଥିତ ହୋଇ ରୁହ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଆଜିର ଅବ୍ୟକ୍ତ ଇଶାରା: ବ୍ୟକ୍ତିର ମାନସିକ ଶକ୍ତିର ବା ସଂକଳ୍ପର ଦର୍ପଣ ହେଲା ତାର ବାଣୀ ଏବଂ କର୍ମ। ଚାହେଁ ଅଜ୍ଞାନୀ ଆତ୍ମା ହୋଇଥାଉ ବା ଜ୍ଞାନୀ ଆତ୍ମା ହୋଇଥାଉ, ଉଭୟଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ଆସିବା ସମୟରେ ତୁମର ବାଣୀ ଏବଂ କର୍ମ ଶୁଭ ଭାବନା ଏବଂ ଶୁଭ କାମନା ସମ୍ପନ୍ନ ହେବା ଉଚିତ। ତେବେ ଯେଉଁମାନଙ୍କର ମାନସିକ ସଂକଳ୍ପ ଶକ୍ତିଶାଳୀ ବା ଶୁଭ ହୋଇଥିବ, ସେମାନଙ୍କର ବାଣୀ ଏବଂ କର୍ମ ସ୍ୱତଃ ହିଁ ଶକ୍ତିଶାଳୀ ଏବଂ ଶୁଦ୍ଧ ହୋଇଥିବ ଏବଂ ଶୁଭ ଭାବନା ଯୁକ୍ତ ହୋଇଥିବ। ତେବେ ମାନସିକ ସ୍ଥିତି ଶକ୍ତିଶାଳୀ ହେବାର ଅର୍ଥ ହେଲା ସେମାନଙ୍କର ଯୋଗ କରିବାର ଶକ୍ତି ଶ୍ରେଷ୍ଠ ହୋଇଥିବ, ଶକ୍ତିଶାଳୀ ହୋଇଥିବ ଏବଂ ସେମାନେ ସହଜ ଯୋଗୀ ହୋଇଥିବେ। ଓମ୍ ଶାନ୍ତି।